ଆସିଲା ସୁଭଦ୍ରା ଗାଇଡଲାଇନ। ଜାଣନ୍ତୁ ଯୋଗ୍ୟତା ମାନଦଣ୍ଡ କ'ଣ ରହିଛି। ଆସନ୍ତୁ ଦେଖିବା ଏ ଭିଡିଓରେ। ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନରେ ସୁଭଦ୍ରା ଯୋଜନାରେ ଆବେଦନକାରୀଙ୍କ ଯୋଗ୍ୟତା ଓ କେଉଁମାନେ ଆବେଦନ କରିପାରିବେ ଉଲ୍ଲେଖ କରାଯାଇଛି। ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ମହିଳା ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେବେ। ବାର୍ଷିକ କିସ୍ତି 10,000 ଟଙ୍କାକୁ 5,000 ଟଙ୍କା ଲେଖାଏଁ 2ଟି କିସ୍ତିରେ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷାବନ୍ଧନ ଏବଂ ଦ୍ୱିତୀୟ କିସ୍ତି ମହିଳା ଦିବସ 8 ମାର୍ଚ୍ଚରେ ପ୍ରଦାନ କରାଯିବ। ଆସନ୍ତୁ ଜାଣିବା କ'ଣ ରହିଛି ଯୋଗ୍ୟତା ମାନଦଣ୍ଡ। 1. ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର। 2. ମହିଳାଙ୍କ ବୟସ 21ରୁ 60 ବର୍ଷ ହୋଇଥିବା ଦରକାର। 3. 2024 ସୁଦ୍ଧା ବୟସ 21 ବର୍ଷ ହେବା ଆବଶ୍ୟକ। ଆଧାର କାର୍ଡର ଜନ୍ମ ତାରିଖକୁ ଗ୍ରହଣ କରାଯିବ। 4. ଆର୍ଥିକ ବର୍ଷ 2024-25 ପାଇଁ 1/7/2024 ତାରିଖ ସୁଦ୍ଧା ମହିଳାଙ୍କ ବୟସ 21 ବର୍ଷରୁ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହେବା ଆବଶ୍ୟକ। ଆବେଦନକାରୀଙ୍କ ଜନ୍ମ ତାରିଖ 2/7/1964 ପୂର୍ବରୁ କିମ୍ବା 1/7/2003 ପରେ ହୋଇନଥିବ। ଅଯୋଗ୍ୟ ମାନଦଣ୍ଡ। ଯେଉଁ ମହିଳାମାନେ ନିମ୍ନଲିଖିତ ମଧ୍ୟରୁ କୌଣସି ଗୋଟିଏ ସର୍ତ୍ତ ପୂରଣ କରନ୍ତି ତେବେ ସେମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଅଯୋଗ୍ୟ ହେବେ। 1 ଜୁଲାଇ 2024 ସୁଦ୍ଧା 21 ବର୍ଷରୁ କମ୍ ଏବଂ 60 ବର୍ଷରୁ ଅଧିକ ମହିଳା 2024-25 ଆର୍ଥିକ ବର୍ଷ ପାଇଁ ଯୋଗ୍ୟ ବିବେଚିତ ହେବ ନାହିଁ। 2 ଯେକୌଣସି ମହିଳାମାନଙ୍କୁ 1500 କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ 18,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାର ଯୋଜନା ଯଥା ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି ତେବେ ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ। 3 ଜଣେ ମହିଳା ନିଜେ କିମ୍ବା ତାର ନିଜର ପରିବାର ସଦସ୍ୟ ଯଦି ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ, ଆୟକର ଦେଇଥିବା ହିତାଧିକାରୀ ହୋଇଥିବେ, ଯେକୌଣସି ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥା କିମ୍ବା ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚିତ ଜନପ୍ରତିନିଧି ହୋଇଥିବେ, କେବଳ ୱାର୍ଡ ମେମ୍ବର ଓ ସ୍ଥାନୀୟ ପରିଷଦ କାଉନସିଲର ସଦସ୍ୟ ବ୍ୟତୀତ ଓ ଭାରତ ସରକାର କିମ୍ବା ରାଜ୍ୟ ସରକାର ଅଧୀନରେ ଥିବା କୌଣସି ଅଣ୍ଡରଟେକିଂ ବୋର୍ଡ, ସ୍ଥାନୀୟ ସଂସ୍ଥା, ଲୋକାଲ ବଡି ଗଠନ, ନିୟମିତ ସ୍ଥାୟୀ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ। ଯଦି କୌଣସି ବିଭାଗ, ଅଣ୍ଡରଟେକିଂ ବୋର୍ଡ, ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ପ୍ରତିନିଧି ହୋଇଥିବେ। ଆବେଦନକାରୀଙ୍କ ପରିବାରରେ ଜଳସେଚିତ ଜମିର ପରିମାଣ 5 ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିରେ ପରିମାଣ 10 ଏକରରୁ ଅଧିକ ହୋଇଥିବ। ଟ୍ରାକ୍ଟର, ମିନି ଟ୍ରକ୍, ଛୋଟ ବାଣିଜ୍ୟ ଯାନ ଏବଂ ଅନ୍ୟ ସାମାନ୍ୟ ହାଲୁକା ଯାନ ବ୍ୟତୀତ 4 ଚକିଆ ମୋଟର ଯାନ ମାଲିକ ଏହିମାନେ ଏହି ଯୋଜନାରେ ପାଇପାରିବେନି। ସମସ୍ତ ଯୋଗ୍ୟ ମହିଳା ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିବାକୁ ପଡ଼ିବ। ଆବେଦନ ଅଫଲାଇନ୍ କିମ୍ବା ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଅଙ୍ଗନବାଡି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ଆବେଦନ ଫର୍ମ ମାଗଣାରେ ମିଳିବ। ଆବେଦନକାରୀ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ରରେ ଦାଖଲ କରିବେ। ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ ଓ ଆଧାରରେ କୌଣସି ଅସଙ୍ଗତି ଥିଲେ ଆଧାରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରିବେ। ଆଉ ଯଦି ଚ୍ୟାନେଲକୁ ନୂଆ ଦେଖୁଥାନ୍ତି ତେବେ ସବସ୍କ୍ରାଇବ କରନ୍ତୁ।